ଗତକାଲି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ରହିଛି ଯୋଉ ଗଞ୍ଜାମ ଏନ୍ଏସି ରହିଥିଲା ଏବଂ ଏନ୍ଏସି ରେ ଯୋଉ ରହିଥିଲା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଗୋଟେ ଦୁର୍ବୃତ୍ତ ପଶି ସେ ଯୋଉ ମେଡିକାଲ ରେ ଥିବା କବାଟ ଗୁଡିକୁ ଭାଙ୍ଗିଥିଲା ଏବଂ ସେ ଯୋଉ ଗ୍ଲାସ ଗୁଡିକ ଚୁରମାର କରିଦେଇଥିଲା। ଏ ନେଇ ଯୋଉ ରହିଥିଲେ ମେଡିକାଲ ଅଫିସର ରହିଥିଲେ ଏବଂ ମିର୍ଜା ସାର୍ ରହିଥିଲେ ଡକ୍ଟର ଏବଂ ସିଏ ଗୋଟିଏ ଗଞ୍ଜାମ ଥାନାରେ ଗୋଟିଏ ଏଫଆଇଆର ଦର୍ଜ କରିଥିଲେ ଏବଂ ଏଫଆଇଆର କୁ ଆଧାର କରି 197/2026 କେସ୍ ନମ୍ବର ରେଜିଷ୍ଟ୍ରେସନ କରି ଦୁର୍ବୃତ୍ତକୁ ଖୋଜିବାକୁ ଆରମ୍ଭ କରିଥିଲା ଗଞ୍ଜାମ ଥାନା ପୁଲିସ। ଏବଂ କିଛି ଘଣ୍ଟା ନ ବିତୁଣୁ ଗଞ୍ଜାମ ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହେଇଛି। ଯୋଉ ଗିରଫ କରାଯାଇଛି ସେ କେତେ ଦିନ ତାର ରହିଛି କ୍ରାଇମ ରେକର୍ଡ କଣ ରହିଛି ଆମେ ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଆଲୋଚନା କରିବା ଏବଂ ତାକୁ ଗିରଫ କରାଯାଇ ବର୍ତ୍ତମାନ ନିଜେ ପୁଲିସ କବ୍ଜାରେ ରଖିଛି। ଆମେ ଆଲୋଚନା କରିବା ଯୋଉ ଛତ୍ରପୁର ଏସଡିପିଓ ମହୋଦୟ ରହିଛନ୍ତି ଚନ୍ଦନ ଘଡେଇ ମହୋଦୟଙ୍କ ସହ ଆଲୋଚନା କରିବା। ସାର୍ ଗତକାଲି ଯୋଉ କେସ୍ ହେଇଥିଲା କିଭଳି ଭାବରେ କେସ୍ ଘଟିଥିଲା କଣ ତାର କାରଣ ଥିଲା ସାର୍? କେସ୍ କାଲି ଗୋଟେ ସ୍ଥାନୀୟ ଲୋକମାନେ ଫୋନ କଲେ ଯେ ଗୋଟେ ମେଣ୍ଟାଲ ଡିଜର୍ଡର ଲୋକଟା ସେ ଇଞ୍ଜୋର୍ଡ ହେଇଯାଇଛି ଆଉ ତାକୁ ମାନେ ନିହାତି ମେଡିକାଲ ଟ୍ରିଟମେଣ୍ଟ ଦରକାର। ଆଉ ଆକର୍ଡିଙ୍ଗଲି ଆମର ପୋଲିସ ଟିମ୍ ଯାଇକି ତାକୁ ମେଡିକାଲରେ ଆଡମିସନ କରିଥିଲା। ଆଉ ମେଡିକାଲ ଯେ ଡକ୍ଟର ସେ ଥିଲେ କହିଲେ ତାର ଆଉ ବେଟର ଟ୍ରିଟମେଣ୍ଟ ପାଇଁ ତାକୁ ରେଫର କରାଯିବ ବ୍ରହ୍ମପୁର। ଆକର୍ଡିଙ୍ଗଲି ସେ ଲୋକଟିକୁ ବି ବ୍ରହ୍ମପୁର ରେଫର ହେଇଥିଲା। ରେଫର ହେଇସାରିଲା ପରେ ପରେ ସବସିକ୍ୱେଣ୍ଟଲି ସେ ଯେଉଁ ଦୁର୍ବତ ଯେ ଅର୍ଜୁନ ଜେନା ଯାହା ଘର ପୁଇଁତଳା ସେ ଆସିକି ପାଟିତୁଣ୍ଡ କଲେ କାହିଁ ତାକୁ ଆପଣ ରେଫର କରିଥିଲେ। ସେ ଆସିକି ଡାକ୍ତର ସାଙ୍ଗରେ ପାଟିତୁଣ୍ଡ କରି ଆଉ ସରକାରୀ ଡାକ୍ତରଖାନାର କବାଟ ଝରକା ସବୁ ଭଙ୍ଗାଭଙ୍ଗି କରିଥିଲେ। ସେର ସବୁ ସିସି ଫୁଟେଜର ଅଛି। ଆଉ ଆମର ଯେଉଁ ସିକ୍ୟୁରିଟି ଥିଲେ ତାକୁ ବି ସୋଧାବଳି କରି ବାଡ଼ିଆକୁ ତାକୁ ବାହାରିଥିଲେ। ଆଉ ସେଇ ବାବଦରେ ଆମର ଗୋଟେ କେସ୍ ହେଇଛି 197/2026 ଆଉ କେସ୍ ହେଇଛି। ସେ ମୁଦଲାକୁ ଆଜି ଆମେ ଆରେଷ୍ଟ କରିଛୁ। ଆଜି ମଧ୍ୟ କୋର୍ଟକୁ ଫରୱାର୍ଡ କରିବୁ। ସାର୍ କଣ ପ୍ରକୃତରେ କଣ କଣ ଧାରା ଲାଗିଛି ସାର୍ ବିଏନଏସ୍ ର? ବିଏନଏସ୍ ଆମର ଯେମିତି ସେ ମେଡିକାଲ ଭିତରେ ପଶିଲେ ଡାକ୍ତରଙ୍କୁ ଗାଳି କଲେ, ଡାକ୍ତରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ, ଆଉ ଏମିତି ସବୁ ସଙ୍ଗୀନ ଦଫା ଲାଗିଛି। ଆଉ ଗଭର୍ଣ୍ଣମେଣ୍ଟ ପ୍ରପର୍ଟି ଭାଙ୍ଗିଲେ 3PTP ଆକ୍ଟ ଲାଗିଛି। ଏମିତି ସବୁ ଦଫା ଲାଗିଛି। ସେ ଆଜି ଫରୱାର୍ଡ ହେବ। ତା ପାଖରୁ କଣ ସାର୍ ଜବତ କରାଯାଇଛି କି? ଜବତ ତା ପାଖରେ ସେ ଯେଉଁ କାଲି ଯେଉଁ କାଠ ଫାଳିଆରେ ଯେଉଁ ବାଡ଼ିକି ସବୁ ଜିନିଷ ଭାଙ୍ଗୁଥିଲା ଡାକ୍ତରଖାନାରୁ ସେଇଟା ୱିପନ୍ ଅଫ୍ ଅଫେନ୍ସଟା ଜବତ ହେଇଛି। ଆଉ ସ୍ପଟରୁ ଆମର ସେ ଯେଉଁ ଭଙ୍ଗା ଜିନିଷ ଜବତ ହେଇଛି। ଆଉ ଆଜି ଆମେ ସେ ସିସି ଫୁଟେଜ ସବୁ ଜବତ କରିବୁ। ଆଉ ସେ ଯେଉଁ ଗାଡ଼ି ଯାଇଥିଲା ସେ ଗାଡ଼ିଟାକୁ ଆମେ ଜବତ କରିବୁ। ନିଶ୍ଚୟ ଭାବରେ ଦେଖୁଥିଲେ ଏସଡିପିଓ ମହୋଦୟ କହୁଥିଲେ ଯେ ପ୍ରକୃତରେ ଯୋଉ ଦୁର୍ବୃତ୍ତ କାଲି ଯୋଉ ବେହାଇଥିଲା କାଣ୍ଡ ବେହାଇଥିଲା ଏବଂ ତାକୁ ଆଜି ଗିରଫ କରାଯାଇଛି ଏବଂ ଗିରଫ କରି ତାକୁ ସେ ମୁଦଲାକୁ ରଖାଯାଇଛି। ଆଉ କିଛି ସମୟ ପରେ ତାକୁ ଜେଲ ଫରୱାର୍ଡ କରାଯିବ, କୋର୍ଟ ଜେଲକୁ ପଠାଯିବ। ଏବଂ ସବୁଠାରୁ ରୋଚକ କଥା ହଉଛି ସେ ଯୋଉ କାଠ ଫାଳିଆ ଧରିକି ଆସିଥିଲା ସେଇ କାଠ ଫାଳିଆକୁ ମଧ୍ୟ ଜବତ କରାଯାଇଛି ଏବଂ ତା ସହିତ ସିସି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ। ଏବଂ ସେ ଯାହା ବି ବ୍ୟବହାର କରିଥିଲା ତା ସାଙ୍ଗରେ କିଏ ଆସିଥିଲେ କି ନାହିଁ ଏବଂ ଯୋଉ ଗାଡ଼ି ବ୍ୟବହାର କରିଥିଲା ତାକୁ ମଧ୍ୟ ସିଜ୍ କରିବାର ମଧ୍ୟ ପୋଲିସ ଲକ୍ଷ୍ୟ ରଖିଛି ଏବଂ ଯଥାଶୀଘ୍ର ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବ। ଏବଂ ସେ କହିବା କଥା ହଉଛି ଯେ ଗତକାଲି ସକାଳ 8:15 ସମୟରେ ଗୋଟିଏ ମେଡିକାଲକୁ ଅଜଣା ବ୍ୟକ୍ତିକୁ ଅଣାଯାଇଥିଲା ଏବଂ ସେ ଅଜଣା ବ୍ୟକ୍ତିର କେହି ସମ୍ପର୍କୀୟ ନଥିବା ଲାଗିରୁ ତାଙ୍କୁ ମେଡିକାଲରେ ଟ୍ରିଟମେଣ୍ଟ ଆହୁରି ବେଟର ଟ୍ରିଟମେଣ୍ଟ ଦେବା ପାଇଁ ପୋଲିସ ସହଯୋଗରେ ଡକ୍ଟର ଗଞ୍ଜାମ ଥାନା ପୋଲିସକୁ ଜଣାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଗଞ୍ଜାମ ପୋଲିସ ପକ୍ଷରୁ ମଧ୍ୟ ଗୋଟିଏ ଜଣ ଟିମ୍ ଯାଇ ତାଙ୍କୁ ବ୍ରହ୍ମପୁରରେ ଛାଡ଼ିକି ଆସିଥିଲେ ବେଟର ଟ୍ରିଟମେଣ୍ଟ ପାଇଁ। କିନ୍ତୁ ଏ ଯୋଉ ରହିଛନ୍ତି ଦୁର୍ବୃତ୍ତଙ୍କ ନାଁ ହଉଛି अर्जुन जेना रही जी गोटे रही और से अर्जुन जेना जी अपोज करते जे डॉक्टर को कहीं तुम्हें एठारे न रखी बाहर को पठाउच से रागरे सी आसी घंटे 50 समय अपराह आसी से गोटे कांड भियाई काठ फाड़िया गोटे धरिकी आसी परवर्ती समय मेडिकल तीनो डोर को काच फाड़िया बाड़े भांगी जो काठरे भांगी काच को चुरमार कर जहाँफल जो दफा गुड़िक रही सेक्शन गुड़िक रही समस्त लगी कारण डॉक्टर को इनसल्ट कराइबा धमक देबा सिक्यूरिटी गार्ड को धमक देबा कथा कहतु किंबा सरकारी ऑफिस भितर पशिबा मेडिकल भितर पशि जो सरकारी कार्य जो पदार्थ गुड़िक रही भंगा जाइए ता उपरे मध्य ए धारा लगी। तेणुक ए कार्य को सफल देवा रूपायन देवाई केते साहस रही दुर्बृत्त मानकर जे मेडिकल भितर पशि द्वारा डॉक्टर माने सेफ्टी अनुमान करूना से सिक्यूरिटी गार्ड भी बुझेबा सी तार कांड भियाई
तेणुकरी पुलिस मध्य तत्परता देखी एवं केस संगे संगे रुजु करिछि जेतेबेले एफआईआर दिया जाइछि केस नंबर 197/2026 रे केस रजिस्ट्रेशन करी तुरंत जो आसामी रहितिला बा दुर्बृत्त रहितिला ताकू गिरफ करिछि एभली कार्य द्वारा यथाशीघ्र गिरफ होइछि सत कथा किंतु धीरे धीरे बढ़िबार लागुछि दुर्बृत्त मान आक्रमण डॉक्टर प्रति मेडिकल प्रति मध्य सेमानकर अमानसिक रूप देखाउछन्ती एवं गतकाली मध्य गोटे बरगड़ पाखरे डॉक्टर को दुईटा राति रे मध्य आक्रमण होइतियार अछि एभली नजर लागुछि जे दुर्बृत्त मान मध्य मेडिकल को मध्य टार्गेट करिबार भी आरंभ कर दैछन्ती तेणु करी पुलिस कथा कहतु समस्त मध्य सजग रहिबा आवश्यकता अछि एवं गोटे मेडिकल परि गोटे स्वतंत्र स्थान को किभली भाव में सुरक्षित रखा जाय परबो ता पई समस्तଙ୍କର प्रयास करिबार आवश्यकता रहिछि। छत्रपुर सुधीर कुमार नांग रिपोर्ट एमबीसी न्यूज।